जय जगन्नाथ। प्रभुଙ୍କ कृपारू मनर केउ एक निवृत्त कोणरू झरी आसिला प्रभुଙ୍କ ପାଇଁ କିଛି ଲେଖିବାର ଇଚ୍ଛା, ଯାହାକୁ ମୁଁ ଆଜି ମୋ କଲମ ମୁନରେ ଆଙ୍କି ଦେଇଅଛି ଏ କାଗଜ ରୂପକ ଗାଲିଚା ଉପରେ, ଯାହା ଆଜି ମୁଁ ଆପଣମାନଙ୍କ ସମ୍ମୁଖରେ ଆବୃତ୍ତି କରୁଛି। ଭାବୁଛି ଆପଣମାନେ ମନ ଦେଇ ଏହାକୁ ଶୁଣିବେ। ବ୍ରହ୍ମନାଥ ପ୍ରଭୁ ଶ୍ରୀକୃଷ୍ଣ ବସନ୍ତର ଆଗମନରେ ଧରାପୃଷ୍ଠ ହୋଇ ଉଠେ ରସକଲ୍ଲୋଳିତ। ବସନ୍ତର ମୃଦୁମଳୟ ପବନରେ ଫଗୁର ରଙ୍ଗ ଛିଟା ମନରେ ଆଣିଦିଏ ଅସୁମାରୀ ପୁଲକ। ଶିହରଣ ଖେଳିଯାଏ ମନ ହୃଦୟରେ ପ୍ରଭୁଙ୍କୁ ପାଇବାର ଆବେଗ। ବସନ୍ତ ରାଜରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଗୁ ଖେଳର ଖେଳ। ଦୋଳ ପୂର୍ଣ୍ଣମୀ ଫଗୁ ଖେଳ ପାଖେଇ ଆସିଲେ ଗୋପାଙ୍ଗନାମାନେ ମନେ ପକାଇଥାନ୍ତି ସେହି ଦିନ ଗୁଡ଼ିକୁ, ଯେତେବେଳେ ବୃନ୍ଦାବନରେ କୃଷ୍ଣଙ୍କ ସହିତ ରାଧିକା ରାଣୀ ଏବଂ ସେମାନେ କେଳି କରୁଥିଲେ, ଅଭିର ହୋଲିରେ ରଙ୍ଗାୟିତ ହେଉଥିଲେ, ରସିକ ନାଗର ଚୂଡ଼ାମଣିଙ୍କ ସହିତ ପ୍ରେମ ରସରେ ବାନ୍ଧି ହୋଇ ଯାଉଥିଲେ। ବ୍ରହ୍ମା ଯେତେବେଳେ ଗୋବତ୍ସାମାନଙ୍କୁ ହରଣ କରି ନେଇଯାଇଥିଲେ, ପ୍ରଭୁ ଶ୍ରୀକୃଷ୍ଣ ପୁନର୍ବାର ବତ୍ସାମାନଙ୍କୁ ଆଣି ବୃନ୍ଦାବନରେ ଛାଡ଼ି ଦେଇଥିଲେ। ଏହା ଦେଖି ବ୍ରହ୍ମା ଜାଣିପାରିଥିଲେ ଯେ ଏ ହେଉଛନ୍ତି ଭଗବାନ। ଏହାପରେ ସେ ଅପମାନ ବୋଧ ମନେକରି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବଂଶୀଟିଏ ପ୍ରଦାନ କରିଥିଲେ। ସେହିଦିନ ଠାରୁ ପ୍ରଭୁ ସର୍ବଦା ବଂଶୀଟିକୁ ନିଜ ପାଖରେ ରଖୁଥିଲେ ଏବଂ ବସିଥିବା ସମୟରେ ଓଠର ମଧ୍ୟଭାଗରେ ରଖି ବଂଶୀଟିକୁ ବଜାଉଥିଲେ। ବଂଶୀଟି ସଦାସର୍ବଦା ପ୍ରଭୁଙ୍କ ନିକଟରେ ରହିଥିବାରୁ ଓ ପ୍ରଭୁଙ୍କର ସ୍ପର୍ଶ ସବୁବେଳେ ପାଉଥିବାରୁ ଗୋପାଙ୍ଗନାମାନେ ବଂଶୀଟିକୁ ଈର୍ଷା କରିଥାନ୍ତି ଆଉ କହୁଥାନ୍ତି, ଆମେ ଏତେ ତପଜପ କଷ୍ଟ କରି ମଧ୍ୟ ଯାହାର ସାନ୍ନିଧ୍ୟ ଟିକିଏ ପାଇବା ପାଇଁ ଏତେ ବ୍ୟାକୁଳ ହେଉଛୁ, ଯାହାର ସ୍ପର୍ଶ ଏହି ଓଠର ଚୁମ୍ବନ ଟିକିଏ ପାଇବା ପାଇଁ ତରସି ଯାଉଛି, ତାକୁ ତୁ ସଦାସର୍ବଦା ଉପଭୋଗ କରୁଛୁ। ତୁ କ'ଣ କଲୁ ଯେ ପ୍ରଭୁ ତତେ ଏତେ ଭଲ ପାଉଛନ୍ତି, ଆଉ ଆମେ ସେଇ ଅଧରର ଟିକେ ସ୍ପର୍ଶ ପାଇବା ପାଇଁ ଅନେଇ ରହିଛୁ। ବଂଶୀ ପ୍ରଭୁଙ୍କର ଏତେ ସାନ୍ନିଧ୍ୟ ପାଇ ମଧ୍ୟ ତା ମନରେ ଟିକିଏ ବି ଅହଙ୍କାର ନଥିଲା। ସେ କହୁଥିଲା, ମୁଁ ଯେତେବେଳେ ବାଉଁଶଟିଏ ହୋଇଥିଲି, କେତେ ଖରା କେତେ ବର୍ଷା କାକର ଖାଇ କଷ୍ଟ ସହିଥିଲି। ମୋ ଭିତରେ ଯେଉଁ ସବୁ ଆବର୍ଜନା ଥିଲା ତାକୁ ନିହଣ ମୁନରେ ପିଟି ପିଟି ବାହାର କରାଯାଇ ଯେତେବେଳେ ମୁଁ କେବଳ ଖୋଲା ବାଉଁଶଟି ହୋଇଗଲି, ତାପରେ ମୁଁ ଯାଇ ବଂଶୀର ରୂପ ନେଲି। ସେତେବେଳେ ଯାଏଁ ତ ପୁଣି ମୁଁ କେତେ କଷ୍ଟ ପାଇଥିଲି। ତେଣୁ ଯେତେବେଳେ ତୁମେମାନେ ତୁମ ମନ ମଧ୍ୟରେ ଥିବା କାମ, କ୍ରୋଧ, ମୋହ, ଲୋଭ, ମଦ, ମତ୍ସର୍ଯ୍ୟ ଏହିପରି 6ଟି ରିପୁକୁ ଦମନ କରି ପ୍ରଭୁଙ୍କ ପ୍ରେମ ଭକ୍ତିରେ ଚିତ୍ତକୁ ବିଲୀନ କରିଦେବ, ସେତେବେଳେ ତୁମକୁ ଆଉ ପ୍ରଭୁଙ୍କ ନିକଟକୁ ଯିବାକୁ ପଡ଼ିବନି। ପ୍ରଭୁ ନିଜେ ତୁମ ପାଖକୁ ଆସିବେ। ସେଥିପାଇଁ ତ ସେ ହେଉଛନ୍ତି ଚିତ୍ତ ବିନୋଦିଆ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ତୁମେ ତୁମ ଭିତରେ ଥିବା ବିଷୟାନନ୍ଦର ମୂଳୋତ୍ପାଟନ ନ କରିଛ, ସେତେବେଳେ ଯାଏଁ ସେହି ପରମ ବ୍ରହ୍ମଙ୍କ ପ୍ରାପ୍ତି ହୋଇପାରିବ ନାହିଁ। ମୋ ଭିତରେ ଥିବା 7ଟି ରନ୍ଧ୍ର ମଧ୍ୟରୁ 6ଟି ରନ୍ଧ୍ରରେ ମୁଁ ସେ 6ଟି ରିପୁ କାମ, କ୍ରୋଧ, ମୋହ, ଲୋଭ, ମଦ, ମାତ୍ସର୍ଯ୍ୟକୁ ଯେତେବେଳେ ପରିତ୍ୟାଗ କରିଦେଲି, ସେଇ 7ମ ରନ୍ଧ୍ରରେ ମୁଁ ସେଇ ବ୍ରହ୍ମରନ୍ଧ୍ରକୁ ପ୍ରାପ୍ତ କରିଥିଲି। ଏହି ବଂଶୀର ସ୍ୱର ଏତେ ମଧୁର ଥିଲା ଯେ ଯାହା କାନରେ ସେ ସ୍ୱର ବାଜୁଥିଲା, ସେ କହୁଥିଲା, ବଂଶୀ ମୋ ନାମ ଧରି ଡାକୁଛି। ଗୋପୀମାନଙ୍କ କାନରେ ସେ ବଂଶୀର ସ୍ୱର ପଡ଼ିଗଲେ ସେମାନେ ଆତ୍ମବିଭୋର ହୋଇ ପଡ଼ୁଥିଲେ ଆଉ କହି ଉଠୁଥିଲେ, ବଂଶୀ ମୋ ନାମ ଧରି ଡାକୁଛି। ପ୍ରଭୁ ମୋତେ ମନେ ପକାଉଛନ୍ତି। ଯିଏ ଯେଉଁ କାମ କରୁଥାନ୍ତି, ବଂଶୀର ସ୍ୱର ଶୁଣିଦେଲେ ସବୁ କାମକୁ ଛାଡ଼ି ଦେଇ ସେ ବଂଶୀର ସ୍ୱର ଆଡ଼କୁ ଦୌଡ଼ୁଥିଲେ। ଏମିତିକି ଜଣେ ଗୋପୀ କୂଅରୁ ପାଣି ଆଣିବାକୁ ଯାଇ ଫାଶଟିକୁ ଗରାରେ ପକାଇବା ବଦଳରେ ପାଖରେ ଥିବା ତା ପୁଅର ବେକରେ ପକାଇ ଦେଇଥିଲା। ଆଉ କିଏ ସ୍ୱାମୀ ପାଖରେ ଥିବା ସମୟରେ ବଂଶୀର ସ୍ୱର ଶୁଣି ଦୌଡ଼ି ପଳାଉଥିଲା, ପାଗଳିନୀ ପ୍ରାୟ ହୋଇ। ଏଇ ବଂଶୀର ସ୍ୱରରେ କି ଯାଦୁ ଥିଲା କେଜାଣି, ତାଙ୍କ ଖାଦ୍ୟକୁ ଛାଡ଼ି ଦୌଡ଼ି ପଳାଉଥିଲେ ସେଇ ବଂଶୀର ସ୍ୱରକୁ ଶୁଣି। ଭାବୁଥିଲେ, ପ୍ରଭୁ ବଂଶୀ ମାଧ୍ୟମରେ ଆମକୁ ବୋଧେ ତାଙ୍କ ନିକଟକୁ ଡାକୁଛନ୍ତି। ଯମୁନାର ତରଙ୍ଗାୟିତ ଢେଉ ଫୁଲି ଉଠୁଥିଲା, ମୁଣ୍ଡ ଟିକେ ଟେକି ଚାହିଁ ରହୁଥିଲା ସେଇ ବଂଶୀର ସ୍ୱରକୁ ଶୁଣି, ଆଉ ଭାବୁଥିଲା, ବଂଶୀ ବୋଧେ ତାକୁ ଡାକୁଛି।
ବୃନ୍ଦାବନରେ ଗଳିକନ୍ଦି ଗଛଲତା ପାଣି ପବନ ସବୁଥିରେ ପ୍ରଭୁଙ୍କର ସେହି ବଂଶୀର ସ୍ୱର ଗୁଞ୍ଜରିତ ହେଉଥିଲା। ଆଉ ରାଧାକୃଷ୍ଣଙ୍କର ଏହି ବସନ୍ତ ରାସରେ ପ୍ରଭୁ ଦୋଳଗୋବିନ୍ଦ ଭୂଦେବୀ ଶ୍ରୀଦେବୀଙ୍କ ସହିତ ମଣି ବିମାନରେ ଉପବେଷ୍ଟିତ ହୋଇ ଭକ୍ତଙ୍କ ସହିତ ଅଭିରର ଖେଳରେ ରଙ୍ଗାୟିତ ହୋଇ ଭକ୍ତଙ୍କ ମନ ମଧ୍ୟରେ ପ୍ରେମର ଉତ୍ସାହ ପ୍ରସ୍ଫୁଟିତ କରାଉଥାନ୍ତି। ତେଣୁ ଆସ ଆମେମାନେ ମଧ୍ୟ ଏହି ରଙ୍ଗର ପର୍ବରେ ନିଜକୁ ରଙ୍ଗାୟିତ କରି ପ୍ରଭୁଙ୍କ ପ୍ରେମ ରସରେ ବୁଡ଼ିଯାଇ ପ୍ରଭୁଙ୍କ ପ୍ରତି ସମର୍ପଣର ଭାବ ପ୍ରଦର୍ଶନ କରିବା ଓ ମନ ମଧ୍ୟରେ ଥିବା କାମ, କ୍ରୋଧ, ମୋହ, ଲୋଭ, ମଦ, ମାତ୍ସର୍ଯ୍ୟର ଭାବନାକୁ ଭୁଲି ପରସ୍ପର ସ୍ନେହ ପ୍ରେମର ଡୋରିରେ ବାନ୍ଧି ହେବା। ରାଧେ।